ଅବିବାହିତ ମା ଆଖିରୁ ଧାର ଧାର ଲୁହ ବୋହି ଯାଉଥିଲା। ମୁଁ ପଡ଼ିଯିବି ଭଳି ଅନୁଭବ କରୁଥିଲି। ଠିକ୍ ସେତିକି ବେଳେ ନରେଶ ବାବୁ ଆସି ମୋତେ ଧରି ମୋ ଆଖିର ଲୁହ ପୋଛି କହୁଥିଲେ, ତୁ କ'ଣ ପାଇଁ କାନ୍ଦୁଛୁ? ଭୟ କରନି, ଆମ ପ୍ରେମ ଅମର, କେହି ବି ଭାଙ୍ଗି ପାରିବେନି, ଆମେ କେବେ ବି ଅଲଗା ହେବାନି। ଏତିକି କହି ମୋତେ ତାଙ୍କ ବଳିଷ୍ଠ ଛାତିକୁ ଟାଣି ନେଲେ। ଜୀବନରେ ଏମିତି ମଧୁର କଥା ଶୁଣି ନଥିବା ପାରନାନୀ ଯେତେବେଳେ ତାଙ୍କ ମୁହଁରୁ ଏତେ ମିଠା କଥା ଶୁଣିଲା, ସେ ଆନନ୍ଦରେ ପାଗଳି ହୋଇଗଲା। ଆଉ ନରେଶ ବାବୁଙ୍କ ଛାତିକୁ ଆହୁରି ଜୋରରେ ଜାବୁଡ଼ି ଧରିଲା। କାମନାର ପ୍ରବଳ ଇଚ୍ଛା ଜାଗ୍ରତ ହୋଇ ଉଠିଲା ସରପଞ୍ଚ ପୁଅ ନରେଶ ବାବୁଙ୍କ ମନରେ। ଆଉ ତାପରେ ସମ୍ପୂର୍ଣ୍ଣ କାହିଁଟି କ'ଣ ଆସନ୍ତୁ ଶୁଣିବା। ଆଲୋ ବିଟୁ ବୋଉ, ମୋ ଝିଅ ପାରକୁ ଦେଖିଛୁ କି? ସଞ୍ଜ ଯାଇ ରାତି ହେଲାଣି, କୁଆଡ଼େ ଯାଇଛି ଯେ ଯାଇଛି। ଆଲୋ ମାଇପି ଝିଅ, ସଞ୍ଜରେ ଘରେ ନ ରହି କୁଆଡ଼େ ବୁଲୁଛୁ ବା? ଆଲୋ ତୋ ଘର ଆଡ଼େ ଆସିଛି କି? ଏତିକି କଥାରେ ମୋତେ ପଖାଳ ବାଡ଼ି ଦେଉଥିବା ମୋ ବୋଉ ଝଟକିନା ଦାଣ୍ଡ ପଟକୁ ବାହାରିଗଲା। ନାଇଁ ଲୋ କୁଡ଼ି, ପାର ତ ଆସିନି ଏପଟକୁ, କାହିଁ କୁଆଡ଼େ ଯାଇଛି କି ସେ? ଚଉରା ମୂଳେ ସଞ୍ଜ ଦେଇନି କି? ମୋ ବୋଉର ଏତିକି କଥା ମୋତେ ସ୍ପଷ୍ଟ ଶୁଭୁଥିଲା। ଆଉ ତା ସହିତ ଏକ ଜଣାଶୁଣା ଭୟ ମୋ ମୁଣ୍ଡକୁ ଘୁରେଇ ଦେଉଥିଲା। ପଖାଳ ମୁଠାଏ ପାଟିକୁ ନେବା ଆଗରୁ ମୋ ହାତ ଯେମିତି ଥରି ଯାଉଥିଲା। ଆଉ ପଖାଳ ଗୁଣ୍ଡାଟି ଝରଝର ହୋଇ ଖସି ପଡ଼ି ପୁଣି ପଖାଳ କଂସାରେ ମିଶି ଯାଉଥିଲା। ଝଟ ଝଟ ମନେ ପଡ଼ିଯାଉଥିଲା ଘଣ୍ଟାଏ ଆଗରୁ ଘଟି ଯାଇଥିବା ସବୁ ଲୋମଟାଙ୍କୁରା ଦୃଶ୍ୟ। ଛାତି ଦମ ଦମ ହୋଇ ପଡ଼ୁଥିଲା ମୋର। ମୋ ବୋଉ ପାରନାନୀ ବୋଉ, ମୋ ଘର, ମୋ ଗାଁ ଯେମିତି ମୋତେ ସବୁ ଖତେଇ ହୋଇ କହୁଛନ୍ତି, ତୁ ଧୋକାବାଜ, ତୁ ବେଇମାନ, ତୁ ପାପୀ। ହଠାତ୍ ମୋ ବୋଉ ଡାକରେ ଚମକି ପଡ଼ିଲି। ବୋଉ କହୁଥିଲା, ବିଟୁ ଜଲ୍ଦି ଜଲ୍ଦି ଖାଇଦେଇ ଗଲୁ, ଟିକେ ପାରନାନୀକୁ ଡାକି ଆଣିବୁ। ସେପଟ ସାହିର ତା ସାଙ୍ଗ ପ୍ରମିଳା ଘରକୁ ଯାଇଥିବ କି କ'ଣ। ଏତକ କହିଦେଇ ସେ ବାରିଆଡ଼କୁ ପଳାଇଲା ତାର ନିତିଦିନିଆ ଜାଳ ଯୋଗାଡ଼ କରିବା କାମରେ। ମୁଁ କିନ୍ତୁ ଥମ ହୋଇ ବସି ରହିଥିଲି ସେଇ ପଖାଳ କଂସା ପାଖରେ। କହିଦେବି କି ବୋଉକୁ ତା ପୁଅ ସହ କ'ଣ ସବୁ ଘଟିଯାଇଛି ଏଇ ଘଣ୍ଟାକ ଆଗରୁ। ଆଉ ତା ସହିତ ଆହୁରି ବି କହିଦେବି ପାରନାନୀ ଏବେ କେଉଁଠି। କିନ୍ତୁ ମୁଁ ପାରୁନଥିଲି। ମନେ ପଡ଼ିଯାଉଥିଲା ଅତୀତର କେଇ ଘଣ୍ଟା ତଳର ସବୁ ଘଟଣା। ମୁଁ ଫେରୁଥାଏ ସୁଦୂର ରାଜଧାନୀରୁ ମୋ ଗାଁକୁ। ପାଠପଢ଼ାରୁ ସାମୟିକ ବିରତି ନେଇ ମୋ ଗାଁ ଅଭିମୁଖେ ଆସୁଥିଲି। ଗାଁକୁ ଫେରିବାର ଶେଷ ବସରେ। ଗାଁର ଶେଷ ମୁଣ୍ଡରେ ବସରୁ ଓହ୍ଲେଇ ନଈବନ୍ଧ ଉପରେ ଚାଲି ଚାଲି ଆସିବାକୁ ହେବ ଆମ ଘରକୁ। ବସନ୍ତ ଋତୁର ଆଗମନ ପ୍ରାୟ ହୋଇଯାଇଥାଏ। ସୂରୁଜ ଡୁବିଯିବା ହେଉଛନ୍ତି। ପଶ୍ଚିମ ଦିଗରେ ଆକାଶଟା ପୁରା ଲାଲ। ମଳୟ ପବନ ମୋତେ ସ୍ୱାଗତ କରୁଛି। ଆଉ ମୋ କାନରେ କହୁଛି, ଆସିଗଲ ବିଟୁ ତୁମ ଘରକୁ। ତାର କୋମଳ ଥଣ୍ଡା ପବନ ସ୍ପର୍ଶରେ ମୋ ଦେହ ଯେମିତି ଥରି ଉଠୁଛି। ଆଉ ଏଇ ସମୟରେ ସେଇ ତେନ୍ତୁଳି ଗଛର ପୁରା ଉଚ୍ଚା ଡାଳ, ଯୋଉଠୁ ଦିନେ ଆମ ଗାଁ ନରିଆ ଭାଇର ପୁଅ ସୋମୁ ପଡ଼ିଯାଇଥିଲା, ସେଇଠି ବସି ଦୁଇଟି କୋଇଲି କୁହୁତାନ କରୁଛନ୍ତି। ଏମିତି ଏକ ମୁହଁ ସଞ୍ଜ ସମୟରେ ମୁଁ ଏକା ଏକା ମୋ ଜୀବନର ସବୁ ଜଳଛବିକୁ ସ୍ମରଣ କରି ଚାଲିଛି। ଅଧାପନ୍ତରିଆ ମୋ ଗାଁ ନଈବନ୍ଧ ଉପରେ। ହଠାତ୍ ମୋ ନଜର ପଡ଼ିଲା ଆମ ଗାଁ ନଈବନ୍ଧର ଗୋଟେ କଡ଼ରେ ଥିବା ପଥର ଗଦା ଉପରେ କିଏ ଜଣେ ଠିଆ ହୋଇଛି। ମୁହଁଟା ସ୍ପଷ୍ଟ ଦେଖାଯାଉ ନଥିଲେ ବି ଲାଗୁଥିଲା କେହି ସ୍ତ୍ରୀ ଲୋକ ଭଳି। ଅଜଣା ଭୟଟେ ଜାବୁଡ଼ି ଧରିଥିଲେ ବି ମୁଁ ସାହସ ସଞ୍ଚୟ କରି ସେଇଆଡ଼େ ପାଦ ବଢ଼େଇଲି। ସେଠି ପହଞ୍ଚି ଯାହା ଦେଖିଲି ସ୍ତବ୍ଧ ହୋଇଗଲି। ଇଏ ତ ଆମ ପାରନାନୀ। ଆଲୋ ପାରନାନୀ, ତୁ ଏଇଠି? ଏମିତି ସଞ୍ଜବେଳେ ଏଠିକି କାହିଁକି ଆସିଛୁ? ତୁ ତ ଏପଟ ବନ୍ଧୁକୁ କେବେ ଆସୁନା। ଚାଲେ ଘରକୁ ଯିବା। ମୋର ଏତିକି କଥାରେ ପାରନାନୀ ତା ଗୋରା ମୁହଁଟାକୁ ଉପରକୁ ଉଠେଇଲା। ତା ଗୋରା ମୁହଁଟି ପୁରା ଲାଲ ପଡ଼ିଯାଇଥିଲା। ଆଉ ତା ନୀଳ ଆଖି ଦୁଇଟିରୁ ଲୁହର ବନ୍ୟା ତା ଚିବୁକ ଦେଇ ବୋହି ଯାଉଥିଲା। ମୁଁ କିଛି ବୁଝିପାରୁନଥିଲି। କ'ଣ ହୋଇଛି ପାରନାନୀ ତୋର? ତୁ କାନ୍ଦୁଛୁ? ଚାଲୁନୁ
ଘରକୁ ଯିବା। ଏହା କହି ତା ହାତ ଧରି ଯେତେବେଳେ ଟାଣିଲି ସିଏ ମୋତେ ଠେଲିଦେଲା। କହିଲା, ତୁ ଯା, ଏଠୁ ପଳା, ମୁଁ ଘରକୁ ଯିବିନି। ସଞ୍ଜ ହୋଇ ରାତି ହେଲାଣି, ବାଟରେ ଡରିବୁ। ତୁ ପଳା, ଯା ଶୀଘ୍ର ଏଠୁ। ତାର ଏହିପରି କଠୋର କଥା ମୁଁ ଆଗରୁ କେବେ ବି ଶୁଣିନଥିଲି। ତାର ଏହିସବୁ କଥା ମୋତେ ତାଠାରୁ ବହୁତ ଦୂରକୁ ନେଇଯାଉଥିଲା। ଯେମିତି ସିଏ ମୋତେ ଜମା ଚିହ୍ନିନି, ଜାଣିନି। ମୋ ପାଇଁ ସିଏ ଜଣେ ଅପରିଚିତା। ମୁଁ କିନ୍ତୁ ପୁଣି ତାକୁ ଭିଡ଼ି ଆଣିଲି। ଚାଲେ, ଘରକୁ ଯିବା, ଏହା କହି। ଏତିକି କଥାରେ ସେ ଆହୁରି ଭୋ ଭୋ ହୋଇ କାନ୍ଦିଲା। ତା କାନ୍ଦ ଦେଖି ମୋତେ ଭାରି କଷ୍ଟ ହେଉଥିଲା, ଆଉ ଡର ବି ଲାଗୁଥିଲା। ମୁଁ ବାରମ୍ବାର ପଚାରୁଥିଲି, ଏ ପାରନାନୀ, ତୁ କାହିଁକି କାନ୍ଦୁଛୁ? କ'ଣ ହୋଇଛି ତୋର? କହୁନୁ। ମୁଁ ଯେତେ ପଚାରୁଥିଲେ ବି ସିଏ ବୋଧେ ମୋ କଥା ଶୁଣୁନଥିଲା। ଶେଷରେ ତା ହାତକୁ ଟାଣି ଯେତେବେଳେ ପଚାରିଲି, ସିଏ ମୋତେ ଜାବୁଡ଼ି ଧରି ଆହୁରି ଜୋରରେ କାନ୍ଦିଲା। ଆଉ ଥରିଲା ଥରିଲା ଓଠରେ କହିଲା, ମୁଁ ଆଉ ବଞ୍ଚିବାକୁ ଚାହୁଁନି ବିଟୁ, ମୁଁ ମରିବାକୁ ଚାହେଁ। ଏପରି ଅଶୁଭ କଥା ତାହା ପୁଣି ମୋ ପାରନାନୀ ମୁହଁରୁ। ମୋତେ ଜମା ବି ଭଲ ଲାଗୁନଥିଲା। ହେ, ଏମିତି କ'ଣ ସବୁ ପାଗଳିଙ୍କ ଭଳି କହୁଛୁ? ତୁ କ'ଣ ପାଇଁ ମରିବୁ? ହଁ, ମୁଁ ପାଗଳି। ହଁ, ମୁଁ ମରିବି। ଏମିତି କାନ୍ଦି କାନ୍ଦି ଖାଲି ବାହୁନୁଥିଲା ସେ। ଘଟଣାଟା କ'ଣ ଜାଣିବାକୁ ମୋର ପ୍ରବଳ ଇଚ୍ଛା ହେଲା। ତୁ କହ ତ ପାରନାନୀ, ତୋର କ'ଣ ହୋଇଛି? ମୋ ରାଣୀ, ମୋତେ କହ। ମୋର ଏଇ ପଦକ କଥାରେ ତା ଆଡ଼କୁ ମୋତେ ଭିଡ଼ି ନେଇ ତା ଛାତିରେ ଚାପି ଧରିଲା। ଆଉ କହିଲା, ରାଣ କାହିଁ ପକେଇଲୁ? ତୁ ମୋର କେତେ ନିଜର ଜାଣିଛୁ? ମୁଁ ତା ଛାତିରେ ଥାଇ କହିଲି, କହୁନୁ ତେବେ, ତୋର କ'ଣ ହୋଇଛି? ତାପରେ ପାରନାନୀ ବଖାଣି ବସିଲା ତାର ସେଇ ଅକୁହା କଥା। ଯେଉଁ କଥା ମୁଁ ଶୁଣିବା ଯୋଗ୍ୟ ନହେଲେ ବି ତଥାପି ସେ କହି ଚାଲିଥିଲା ମୋ ଆଗରେ, ଯେମିତି ମୁଁ ତାର ବାସ୍ତବ ବାନ୍ଧବୀ। ତୁ ତ ଜାଣିଛୁ ବିଟୁ, ଆମ ଗାଁର ଯେଉଁ ସରପଞ୍ଚ ଯଦୁବାବୁ, ତାଙ୍କ ସାନ ପୁଅ ନରେଶ ବାବୁ ମୋତେ ଭଲ ପାଉଥିଲେ। ଦିନେ ତାଙ୍କ ବିଲ କାଦୁଅରେ ତାଙ୍କର ଗୋଡ଼କୁ ଗୋଟେ ଗେଣ୍ଡା କାଟି ଦେଇଥିଲା। ଆଉ ମୁଁ ସେତିକି ବେଳେ ସେଇ ବାଟ ଦେଇ ଯାଉଥିଲି। ତାଙ୍କର ଏ ଅବସ୍ଥା ଦେଖି ମୁଁ ମୋ ଲୁଗାରୁ ଖଣ୍ଡେ କପଡ଼ା ଚିରି ତାଙ୍କ ଗୋଡ଼ରେ ବାନ୍ଧି ଦେଇଥିଲି। ସିଏ ମୋର ଏଇ ଆତିଥେୟତାରେ ମୁଗ୍ଧ ହୋଇଯାଇଥିଲେ। କ୍ରମେ କ୍ରମେ ସିଏ ମୋତେ ଭଲ ପାଇବାକୁ ଲାଗିଲେ। ଯେଉଁଦିନ ସେ ଆମ ଗାଁ ମଙ୍ଗଳା ମନ୍ଦିର ପାଖରେ ମୋର ହାତ ଧରି ମୋତେ ଭଲ ପାଆନ୍ତି ବୋଲି କହିଲେ, ମୁଁ ଡରି ଯାଇଥିଲି। ଭୟରେ ଘରକୁ ଦୌଡ଼ି ପଳାଇଥିଲି। ସେତିକିବେଳେ ମୁଁ ବି ଯୌବନର ପାହାଚ ଚଢ଼ୁଥିଲି। ମୋତେ ବି ସେ ବହୁତ ଭଲ ଲାଗୁଥିଲେ। ତାଙ୍କ କଥା ଦିନ ରାତି ବସି କେତେ କ'ଣ ଭାବୁଥିଲି। ଏମିତି ଦିନେ ତାଙ୍କ ସହ ମୋର ପୁଣି ଆମ ଗାଁ ପୋଖରୀ ହୁଡ଼ା ପାଖରେ ଦେଖା ହୋଇଗଲା। ମୁଁ ତାଙ୍କୁ ଭଲ ପାଏ କି ନା ସେ ପଚାରିଲେ ମୋତେ। ମୁଁ କ'ଣ କହିବି ବୋଲି ଭାବି ଭାବି ଶେଷରେ ହଁ ଭରିଥିଲି। ଏମିତି ଧୀରେ ଧୀରେ ମୁଁ ତାଙ୍କର ନିକଟତର ହେବାକୁ ଲାଗିଲି। ଦିନେ ଆମର ଏଇ ସମ୍ପର୍କ ଗାଁ ସାରା ଲୋକେ ଜାଣିଲେ, ଆଉ ଟୁପୁରୁ ଟାପୁରୁ ବି ହେଲେ। କିଛି ଲୋକ କହିଲେ, ଦେଖରେ ଝିଅର କି ଭାଗ୍ୟ, ସରପଞ୍ଚ ଘରର ବୋହୂ ହେବ। କିନ୍ତୁ ଆଉ ଅନେକ ଲୋକ କହିଲେ, ଲାଜ ନାହିଁ ତାକୁ, ଘରେ ପିନ୍ଧିବାକୁ ଖଣ୍ଡେ କି ଖାଇବାକୁ ଗଣ୍ଡେ ନାହିଁ, ସରପଞ୍ଚ ପୁଅକୁ ପ୍ରେମ କରୁଛି। ଧିକ୍ ତାକୁ, ଲଜ୍ଜା ନାହିଁ ଯା ତା ମୁହଁକୁ। ସେ ସରପଞ୍ଚ ଘର ପୁଅ କାହିଁକି ବା ଏକ ମଳି ମୁଣ୍ଡିଆଣୀକୁ ପଚାରିବ ବା? ମଉଜ ମଜଲିସ୍ ସାରି ଫିଙ୍ଗିଦେବ ବଣକୁ। ସେତିକି ବେଳେ ପାଇବ ପାନେ। ଲୋକମାନଙ୍କ ଏମିତି କଥା ମୋତେ ସବୁବେଳେ ନିନ୍ଦା ଅପବାଦ ଦେଇ ଚାଲିଥାଏ। ଏତେ କଥା ଶୁଣିବା ପରେ ବି ମୁଁ ମୋ ମନରୁ କାଢ଼ି ପାରୁନଥାଏ ସରପଞ୍ଚ ପୁଅ ନରେଶ ବାବୁଙ୍କୁ, ମୋ ପ୍ରେମକୁ। ହଠାତ୍ ଦିନେ ତୋ ବାପା ନିଧି ମଉସା ମୋତେ ଆସି କହିଲେ, ଦେଖେ ତୁ ବଡ଼ ହେଲୁଣୁ, ବୁଦ୍ଧି ହେଲାଣି, ତୋର ଏଇ କାମ ଗାଁକୁ ଶୋଭା ଦେଉନି। ତୁ ଆମ ପଡ଼ିଶା ଘର ଝିଅ, ତୋ ନିନ୍ଦା ମାନେ ଆମର ବି ନିନ୍ଦା। ମୋ କଥା ମାନ, ତୁ ଆଉ ସେ ସରପଞ୍ଚ ବାବୁଙ୍କ ପୁଅ ସହ ଏତେ ମିଳାମିଶା କରନି। ମୁଁ ଯେତିକି ଶୁଣିଛି ଜାଣିଛି, ସେ ନରେଶ ବାବୁ ଜମାରୁ ଭଲ ଲୋକ ନୁହେଁ। ସେ ବିଦେଶରେ ପଢ଼ିଲା ବେଳେ ଅନେକ କୁକାର୍ଯ୍ୟ କରେ, ନିଶା ପାଣି ଖାଏ। ତୁ ହୁଣ୍ଡିଟା, କିଛି ଜାଣିପାରୁନା। କଥାରେ ନାହିଁ, ବଡ଼ ବଡ଼ିଆଙ୍କୁ ଭରସା ନାହିଁ। ତୁ ଦୂରେଇ ଯା ତାଠାରୁ। ମୋ କଥା ମାନ। ତୋ ବାପାଙ୍କ ଠାରୁ ଏଇସବୁ କଥା ଶୁଣି ମୁଁ ସେଇଦିନ ଢେର କାନ୍ଦିଥିଲି। ତୋ ବୋଉ
ମୋତେ କେତେ କଥା ବୁଝେଇଥିଲେ ଆଉ କହୁଥିଲେ ଦେଖ ପାର ଯିଏ ଯାହା ହାଣ୍ଡିରେ ଚାଉଳ ପକେଇଛି ସିଏ ତାର ବର, ସିଏ ତା କନ୍ୟା ହେବ। ତମେ ମନ ଦୁଃଖ କରନି ଆଉ କାନ୍ଦନି। ଗୋଟିଏ ପଟେ ସମସ୍ତେ ଦୁଃଖ କଷ୍ଟ ଦେଉଥିଲା ବେଳେ ଆଉ ଗୋଟିଏ ପଟେ ତ ବୋଉ ଆଉ ମୋ ପ୍ରେମ ମୋତେ ସମର୍ଥନ ଦେଉଥିଲେ। ମୁଁ ଯେମିତି ଗୋଟେ ଚକ୍ରବ୍ୟୁହରେ ଫସି ଯାଉଥିଲି। ଏମିତି ସେଦିନ ସନ୍ଧ୍ୟାବେଳେ ମୋର ଦେଖା ହେଲା ନରେଶ ବାବୁଙ୍କ ସହ ମଙ୍ଗଳା ମନ୍ଦିର ପାଖରେ ଥିବା ସ୍କୁଲ ଘର ପଛପଟେ। ମୁଁ ମୋ ପ୍ରେମକୁ ମୋ ଆଗରେ ଦେଖୁଥିଲି ଆଉ ପଛରେ ଗାଁ ଲୋକଙ୍କର ନିନ୍ଦା ଅପମାନ ଆଉ ତୋ ବାପାଙ୍କର ତାଗିଦକୁ ବି ମନେ ପକାଉଥିଲି। ଆଖିରୁ ଧାର ଧାର ଲୁହ ବୋହି ଯାଉଥିଲା। ମୁଁ ପଡ଼ିଯିବି ଭଳି ଅନୁଭବ କରୁଥିଲି। ଠିକ୍ ସେତିକି ବେଳେ ନରେଶ ବାବୁ ଆସି ମୋତେ ଧରି ମୋ ଆଖିର ଲୁହ ପୋଛି କହୁଥିଲେ, ତୁ କ'ଣ ପାଇଁ କାନ୍ଦୁଛୁ? ଭୟ କରନି, ଆମ ପ୍ରେମ ଅମର, କେହି ବି ଭାଙ୍ଗି ପାରିବେନି। ଆମେ କେବେ ବି ଅଲଗା ହେବାନି। ଏଇସନ ଭାଦ୍ରବ ମାସରେ ମୁଁ ତୁମକୁ ବୋହୂ କରି ସ୍ତ୍ରୀର ମାନ୍ୟତା ଦେବି। ସେତିକି ବେଳେ ଦେଖିବ ଏଇ ଗାଁ ଲୋକମାନେ କେମିତି ପାନେ ପାଇବେ ଆଉ ଦେଖିବେ ବି ଗୋଟେ ଅଭାଗିନୀ କେମିତି ଗୋଟେ ସରପଞ୍ଚ ଘରର ବୋହୂ ହୋଇପାରେ। ବିଶ୍ୱାସ ରଖ, ଭରସା ରଖ। ଏତିକି କହି ମୋତେ ତାଙ୍କ ବଳିଷ୍ଠ ଛାତିକୁ ଟାଣି ନେଲେ। ଜୀବନରେ ଏମିତି ମଧୁର କଥା ଶୁଣି ନଥିବା ପାରନାନୀ ଯେତେବେଳେ ତାଙ୍କ ମୁହଁରୁ ଏତେ ମିଠା କଥା ଶୁଣିଲା ସେ ଆନନ୍ଦରେ ପାଗଳି ହୋଇଗଲା ଆଉ ନରେଶ ବାବୁଙ୍କୁ ଛାତିକୁ ଆହୁରି ଜୋରରେ ଜାବୁଡ଼ି ଧରିଲା। କିନ୍ତୁ ପ୍ରକୃତିର ତାଡ଼ନା ଥିଲା ଅଲଗା। କାମନାର ପ୍ରବଳ ଇଚ୍ଛା ଜାଗୃତ ହୋଇ ଉଠିଲା ସରପଞ୍ଚ ପୁଅ ନରେଶ ବାବୁଙ୍କ ମନରେ। ତାଙ୍କର କୁପ୍ରବୃତ୍ତି ବେଳକୁ ବେଳ ଚିହିଁକି ଉଠୁଥିଲା। ନିଜର କାମନାର ଜ୍ୱାଳକୁ ଚରିତାର୍ଥ କରିବା ପାଇଁ ସିଏ ମୋତେ ଭିଡ଼ି ଧରିଲେ। ମୁଁ ବି ପାଗଳି ହୋଇଯାଇଥିଲି ତାଙ୍କ ପ୍ରେମରେ। ଆଗ ପଛ ବିଚାରି ନଥିଲି। ପ୍ରକୃତି ଠିକ୍ ଦାଉ ସାଧିଲା ସେତିକି ବେଳେ। ଆଉ ତାହାପରେ ଯାହା ସବୁ ଘଟିଗଲା ତାହାର ଲୁହ ଆଜି ଅନବରତ ବହି ଚାଲୁଛି ମୋ ଆଖିରୁ। ଏ ଦେଖ ବିଟୁ, ମୋ ଆଖିକୁ ଦେଖୁଛୁ ନା? ଏଇ ଲୁହକୁ କେମିତି ପାପି ପାପି ପରି ଲାଗୁଛି। ତାପରେ ପାରନାନୀ ରାହା ଧରି କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା। ମୁଁ କିନ୍ତୁ ସେତେବେଳକୁ ସବୁ ବୁଝି ସାରିଲେଣି। ମନେ ମନେ ଭାବୁଥିଲି, ଏ ପାରନାନୀ, ତୁ ଏତେ ଜ୍ଞାନୀ, ଏତେ ଉଦାର, ତୁ ଏମିତି ଭୁଲ କିପରି କରିପାରିଲୁ? ସରପଞ୍ଚ ପୁଅର କଥାରେ ତୁ ଫସିଗଲୁ। ହଠାତ୍ ମୋ ପାଟିରୁ ବାହାରିଗଲା, ଆଲୋ ପାରନାନୀ, ସେ ସରପଞ୍ଚ ପୁଅ ନରେଶ ବାବୁ କାହିଁ? ସେ ନାହିଁ, ବିଦେଶ ଚାଲିଯାଇଛି। ଗାଁ ଲୋକେ କାଳେ କହୁଛନ୍ତି ସେ ସେଇଠି କାହାକୁ ଭଲ ପାଇ ବାହା ହୋଇ ଘର ସଂସାର କଲାଣି, ଆଉ ଗାଁକୁ ଫେରିବନି। ଏତିକି କହି ପାରନାନୀ ଆହୁରି ଜୋରରେ କାନ୍ଦିବାକୁ ଲାଗିଲା। ମୋ ମୁଣ୍ଡ ଝାଇଁ ଝାଇଁ ହୋଇ ଘୁରୁଥିଲା। ପାରନାନୀର ଏବେ କ'ଣ ହେବ ଭାବି ଭାବି ଭୟ ପାଇଗଲି। ତଥାପି ତା ହାତ ଧରି କହିଲି, ଚାଲେ ଆମେ ଯିବା ଘରକୁ। ତୁ କାନ୍ଦେନା, ତୋ ବାହାଘର ଆଉ କେଉଁଠି ହେବ। ତୁ ମନ ଦୁଃଖ କରନି। ହଠାତ୍ ପାରନାନୀ ମୋଠୁ ଖଣ୍ଡେ ଦୂରକୁ ଘୁଞ୍ଚିଗଲା। କହିଲା, ତୁ ଯା ଘରକୁ, ମୁଁ ଯିବିନି। ମୋତେ ଆଉ କେହି ବାହା ହେବେନି। ମୁଁ ପାପୀ, ମୁଁ ଅସତୀ, ମୁଁ ଦୋଚାରୁଣୀ, ମୁଁ ହତଭାଗିନୀ। ମୁଁ ତାର ଏହିସବୁ କଥା କିଛି ବୁଝିପାରୁନଥିଲି। ତୁ ବହୁତ ଭଲ ପାରୁନାନି। ତୋ ପରି ଝିଅ ତ ଆମ ଗାଁରେ କେହି ନାହାନ୍ତି। ତୁ କ'ଣ ପାଇଁ ଏମିତି ସବୁ ବାଜେ କଥା କହୁଛୁ? ତୁ ଚାଲେ ମୋ ସହ ଘରକୁ। ନା ବିଟୁ, ମୁଁ ଆଉ ଜମା ବି ସେ ଘରକୁ ଫେରିବିନି। ଆଜି ମୋ ପାଇଁ ଶେଷ ଦିନ। ମୁଁ ଚାହେଁ ନା ମୋ ପାଇଁ ମୋ ଘର, ମୋ ସାହି ଆଉ ମୋ ଗାଁରେ କଳଙ୍କ ଲାଗୁ। ତୁ ଜାଣିଛୁ, ମୁଁ ମା ହେବାକୁ ଯାଉଛି। ସେଇ ସରପଞ୍ଚ ପୁଅ ନରେଶ ବାବୁଙ୍କ ପିଲାର ମା। ମୋ ପାଦ ତଳୁ ମାଟି ଅତଡ଼ା ଖସିଗଲା ପରି ଲାଗୁଥିଲା। ସତେ ଯେମିତି ମୁଁ ନଈର ଅତଳ ଗର୍ଭକୁ ପଡ଼ିଯିବି କି। ରାତି ହୋଇ ଆସିଲାଣି। ଜାଙ୍ଗୁଲୁ ଜାଙ୍ଗୁଲୁ ଅନ୍ଧାର ରାତି ମୋ ମୁଣ୍ଡ ବୁଲେଇ ଦେଉଥାଏ। ଏ ପାରନାନୀ, ତୁ ଏମିତି କ'ଣ କଲୁ? କାହିଁକି କଲୁ? ତୁ ତ ଏମିତି ନୁହଁ। ଏମିତି ସବୁ ଆତୁରା ବାକ୍ୟ ପାଟିରୁ ବାହାରୁଥାଏ ମୋର। ହଠାତ୍ ମୋତେ ଠେଲି ଦେଇ ପାରନାନୀ ନଦୀବନ୍ଧର ପଥର ଗଦା ଉପରକୁ ଦୌଡ଼ିଲା। ମୁଁ ବି ଭୟରେ ତା ପଛରେ ଦୌଡ଼ୁଥିଲି। ମୁଁ କିଛି ଜାଣିବା ପୂର୍ବରୁ ସେ ନଈର କଳା ଘୁମୁର ପାଣିକୁ ଡେଇଁ ପଡ଼ିଲା। ମୋ ଛାତିଟା କାଟି ହୋଇଗଲା ସତେ ଯେମିତି। ପାରନାନୀ, ପାରନାନୀ ଲୋ, ରଡ଼ି କରି ଚାଲିଥାଏ। ପାରନାନୀ ଲୋ, ତୁ ଏ କ'ଣ କଲୁ? ତୁ ଆମକୁ ଛାଡ଼ି ଯାଇପାରିବୁନି। ତୁ ଫେରିଆ ଆମ ପାଖକୁ। ଏମିତି ପାଗଳଙ୍କ ପରି ଗପି ଯାଉଥାଏ। କ'ଣ କରିବି କିଛି ଭାବିପାରୁନଥାଏ। ଯାଉଛି, ଗାଁ ଲୋକକୁ ଡାକି ଆଣିବି।
ଦୌଡ଼ିଲା ବେଳେ ମୋର ମନେ ପଡ଼ିଗଲା ତାର କେଇ ପଦ ସେ କରୁଣ କଥା, କାହାରିକୁ କିଛି କହିବୁ ନାହିଁ, ତତେ ମୋ ରାଣ। ମୁଁ ପୁଣି ସ୍ଥିର ହୋଇଗଲି। ମୋର ପାଦ ଦୁଇଟି ଯେମିତି ମାଟିକୁ ଜାବୁଡ଼ି ଧରିଥିଲା। ମୁଁ ଚାହୁଁଥିଲେ ବି ଆଗକୁ ଯାଇପାରୁନଥିଲି। କ'ଣ କରିବି? ଏମିତି କ'ଣ ହୋଇଛି ମୋ ସହ? ନା ନା, ମୁଁ କାହାରିକୁ କିଛି କହିବି ନାହିଁ। ମୋର ପାରନାନୀ ମୋତେ କହିଛି ମୁଁ ରାଣ ଖାଇଛି, କାହାକୁ କିଛି କହିବିନି। ମୁଁ ପାରନାନୀ ଯାହା କରିଛି ଠିକ୍ କରିଛି। ଗାଁରେ ନିନ୍ଦା ଅପବାଦ ପାଇ ପାଇ ସଢ଼ିବା ଅପେକ୍ଷା ମରିଯାଇଛି ଭଲ ହୋଇଛି। ଏମିତି ପାଗଳଙ୍କ ଭଳି ମୁଁ ବାହୁନୁଥାଏ। ଚୁପଚାପ ଆସି ଘରେ ପହଞ୍ଚି ଦେଖିଲି ମୋ ବୋଉ ସଞ୍ଜ ସଳିତା ଜାଳି ସାରି ଘର ପିଣ୍ଡାରେ ମୋତେ ଅପେକ୍ଷା କରି ବସିଛି। ଚଉରା ପାଖରେ ମୋତେ ଦେଖି ଧାଇଁ ଆସିଲା ସେ। କହିଲା, ଏତେ ଡେରି କଲୁ ଆସିବା ପାଇଁ? ମୁଁ କେତେ ବ୍ୟସ୍ତ ହେଉଛି। ଚାଲ ଚାଲ, କ'ଣ ଦିଟା ଖାଇବାକୁ ଦିଏ, ଭୋକ ହେବଣି। ନିରୀହ ଶିଶୁଟେ ପରି ମୁଁ ମାନି ନେଉଥାଏ ମୋ ବୋଉର ସବୁ କଥାକୁ। ଡ୍ରେସ୍ ବଦଳାଇ ଦେଇ ପଖାଳ କଂସା ପାଖରେ ବସି ଭାବୁଥାଏ ମୋ ପାରନାନୀ କଥା। ତା ଦେହରେ ଶାଢ଼ୀ ନଥିଲା, ମଥାରେ ସିନ୍ଦୁର ନଥିଲା, ଆଉ ହାତରେ ଶଙ୍ଖା ବି ନଥିଲା। କିନ୍ତୁ ସେ ଗୋଟେ ଅବିବାହିତ ମା' ହେବାକୁ ଯାଉଥିଲା। ଏହିପରି ଅନେକ କଷ୍ଟ ଦେଉଥିବା କଥା ମୋତେ ଅଥୟ କରିଦେଉଥାଏ। ହାତ ଯାଉନଥାଏ ପଖାଳ କଂସାକୁ। ଏତିକି ବେଳେ ମୋ ଭାବନାରେ ଅନ୍ତରାୟ ଆଣି ବାହାରୁ ହୋ ହାଲା ଶୁଭିଲା। ଦାଣ୍ଡପଟୁ ମୋ ବୋଉର ଚିତ୍କାରରେ ମୋ ଭାବନା ଅପସରି ଗଲା। ଆଉ ମୋ ବୋଉ କାନ୍ଦି କାନ୍ଦି ଆସି ମୋତେ କହୁଛି, ବିଟୁରେ, ତୋ ପାରନାନୀ ଆଉ ନାହିଁ, ନଈରେ ବୁଡ଼ି ମରିଯାଇଛି। ଆଖିରେ କାହିଁ କେତେ ଘଣ୍ଟା ଆଗରୁ ଜକେଇ ଜକେଇ ହୋଇ ଲୁଚି ରହିଥିବା ମୋ ଆଖିର ଲୁହ ସବୁ ଏକାଥରେ ନଈ ସୁଅ ପରି ବୋହିଗଲା। ଆଉ ପଖାଳ କଂସାର ବାସି ତୋରାଣୀରେ ବେଶ ପରିଷ୍କାର ଭାବରେ ମିଶିଗଲା। ସେପଟେ ଆମ ଗାଁ ଭରା ନଈର ସେଇ ଗୋଳିଆ ପାଣି ମଧ୍ୟ ତାର ସୁଅରେ ଆଗକୁ ମାଡ଼ି ଯାଉଥିଲା ସମୁଦ୍ରରେ ମିଶିବା ପାଇଁ। ବନ୍ଧୁଗଣ, ଆଶା କରୁଛୁ ଆପଣମାନଙ୍କୁ এই କାହାଣୀଟି ନିଶ୍ଚୟ ପସନ୍ଦ ଆସିଥିବ। କାହାଣୀଟି ପସନ୍ଦ ଆସିଥିଲେ ଆମର এই ଚ୍ୟାନେଲକୁ ଲାଇକ୍ ଏବଂ ସେୟାର କରିଦିଅନ୍ତୁ। ହଁ, ଯଦି ଆମର এই ଚ୍ୟାନେଲକୁ ନୂଆ କରି ଆସିଛନ୍ତି, ଚ୍ୟାନେଲଟିକୁ ସବସ୍କ୍ରାଇବ କରିବା ସଙ୍ଗେ ସଙ୍ଗେ ବେଲ ଆଇକନକୁ ଦବେଇ ଅଲ୍ ବଟନଟିକୁ ଚିପି ଦିଅନ୍ତୁ। ଯେତେବେଳେ ବି ଏହିଭଳି ଭିଡ଼ିଓ ଆମ ଚ୍ୟାନେଲରେ ଆସିବ, ସର୍ବପ୍ରଥମେ ଆପଣମାନଙ୍କ ପାଖକୁ ନୋଟିଫିକେସନ ଯିବ। ପୁଣି ଦେଖା ହେବ ଆଗାମୀ ଭିଡ଼ିଓରେ ଆଉ ଏକ ନୂଆ କାହାଣୀକୁ ନେଇ। ସେତେବେଳେ ପର୍ଯ୍ୟନ୍ତ ରହୁଛୁ। ଜୟ ଜଗନ୍ନାଥ।